जय जगन्नाथ। मोर प्रिय मातृपितृकल्प मानक मोर नमस्कार। आज वास्तु ज्योतिष द्वारा कार्यक्रम आम मंगल ग्रह और कालसर्प योग द्वारा किपरि वास्तु दोष स्थान रहू एवं बहुत परिस्थानी ए ग्रह मानक द्वारा पाई था। आम पूर्वर मंगल ग्रह एवं कालसर्प योग उपर 2 नंबर एपिसोड रे कहिथलु। आज पुनर्बार कहूँ, जदि आमे मंगल दोषर वास्तु दोष भूमि रोचे बा आमको से तड़ी दौचे बा से किसी कार्य हो पारे तापर आम समक्ष आलोचना करुचे। कहबार कथा कि जब जातक अच्छे आम जापे जे मंगल दोष रही। यदि लग्नस्थ मंगल चतुर्थ सप्तम अष्टम को दृष्टि दौता है, ताले से जगार से लोकर बासस्थान वास्तु दोष थाए। यही कारण हेतु से जगार से न रही पारे, छाड़ी चली जापे बा सबुदिन वास्तु दोष जनित पीड़ित दुख अनुभव करता। यदि आम पाखे जातक ना ताहले आम केमिति जाने आमको जे मंगल ग्रहर दोष प्रभाव आम उपर पड़ी। यदि रात्र आम निआ लगी जाऊा देखा, कौन सी पोड़ी जाऊा घर द्वार देखा, मशाणी भूई आदि रे सब पड़ा जाऊा एमती अग्नि यदि दर्शन करिया जाना जे आमर मंगल जनित ग्रहर दोष आम उपरे प्रभाव पड़ुछि। एतिरु आम किपरि दोष आम उपरे न लागिबो बा कम होबो सेतिपई आम कौन करवा ना दैनंदिन जदि पूरा नाली सिंदूर जो रक्त पलिया जो सिंदूर धा माने आम जदि मुंडे लगेगा ताहले मंगलर जो कुप्रभाव आम उपर पड़ो ना, मंगल दोष विशेष आम उपर पड़ो ना। जदि आम सका उठी बालुत रवि एवं संध्यार अस्त होता रवि जो रक्तिमा बदन जहाँ कहते शरीर पूरा नाल थी से समय आम जब उभय सका संध्यार दर्शन कले भी आम उपर मंगलर प्रभाव कम पड़ी था। तापरे जदि आम नाली वस्त्र सब परिधान करवा एवं विशेषतः मंगलवार दिन बेसी नाली वस्त्र व्यवहार करिया तो मंगलर प्रभाव आम उपर कम पड़ी थाए। जदि मंगल प्रभाव जो आम वास्तु जगह रू बाहरी अन्यस्त्र रोचु किंतु कौन सी जगह स्थिर होकर रही पारूनु बा कौन जगह आमको घर भड़ाटे मिलूना, दुकान भड़ाटे मिलूना मंगल प्रभाव जो ताहले आम गोटे तंबा मुदी आनी मंगलवार दिन ताको पूजा उजा करवा मंगल पाखे नचेत शिवों पाखे पूजा उजा कर गंगा पानी रे ताको धुआ माने धौत करी तापर कौन करवा मझी आंगुठी ताको धारणा कले घर भड़ा दुकान आदि घर आमको मिलबार सहज होता है। ये गला आमर मंगल ग्रहर प्रभाव। आम ए कालसर्प जुगर प्रभाव कहूँ। कालसर्प जुग ये मंगलर भाया एक
କ୍ଷତିକାରକ ପ୍ରଭାବ ପଡ଼େ ମଣିଷର ଶରୀର ଉପରେ। ମଙ୍ଗଳର ଯେମିତି ଅନେକ ଦିଗ ଅଛି ଯେଉଁଟାକି ଆମେ ଆଲୋଚନା କଲେ ନାହିଁ, କାରଣ ଆମର ଯେତେବେଳେ ଜ୍ୟୋତିଷ ବିଚାର କାର୍ଯ୍ୟକ୍ରମ ଆରମ୍ଭ କରିବୁ ସେତେବେଳେ ମଙ୍ଗଳ ଗ୍ରହର ଆମେ ବିଶେଷ ଆଲୋଚନା କରିବୁ। ମଙ୍ଗଳର ସପ୍ତମ ଘରେ ଯାହା କ୍ଷେତ୍ରରେ କ'ଣ କ୍ଷତି କରେ, ମଙ୍ଗଳ କେମିତି ମାଙ୍ଗଳିକ ଦୋଷ ଦ୍ୱାରା ମଣିଷ କେମିତି କ୍ଷତି ହେଉଛି, ପରିବାର ସେଗୁଡ଼ା ଆଲୋଚନା କରିବୁ। ସେମିତି କାଳସର୍ପ ଯୋଗ ରାହୁ କେତୁଙ୍କର ଦୁଇ ଜଣଙ୍କର ପ୍ରଭାବ ହିଁ କାଳସର୍ପ ଯୋଗ ସୃଷ୍ଟି ହୋଇଯାଏ। ରାହୁର ସପ୍ତମରେ କେତୁ ଥାଏ ଏବଂ କେତୁର ସପ୍ତମରେ ରାହୁ ଥାଏ। ଦ୍ୱାଦଶ ରାଶିରେ ମେଷରୁ ମୀନ ପର୍ଯ୍ୟନ୍ତ ରାଶିରେ ବି କାଳସର୍ପ ଯୋଗର କୁପ୍ରଭାବ ଆମେ ଅନୁଭବ ଆମ ଉପରେ ପଡ଼ିଥାଏ, ଅଳପ ବହୁତ ହିଁ ପଡ଼ିଥାଏ। ଏମିତି କାଳସର୍ପ ଯୋଗ ଶାସ୍ତ୍ରରେ 200ରୁ ଅଧିକ ପ୍ରକାର ଯେଉଁ ପ୍ରଭାବ ଆମ ଉପରେ ପଡ଼ୁଛି, ଆମର ଜୀବନକୁ ବର୍ବାଦ କରିଦେଉଛି, ତାହା ନିର୍ଣ୍ଣୟ କରାଯାଇଛି। ତାହା ଆମେ ସେଇ ଜାତକ ବିଚାରରେ କାଳସର୍ପ ଯୋଗ ଯେତେବେଳେ ଆମେ ଆଲୋଚନା କରିବା, ସେତେବେଳେ ଆମେ ବିଶେଷ ଉପସ୍ଥାପନା ସେତେବେଳେ କରିବା। ବର୍ତ୍ତମାନ କିନ୍ତୁ କାଳସର୍ପ ଯୋଗର ବାସ୍ତୁଜନିତ ଦୋଷ ଉପରେ ଆମେ ବିଚାର କରୁଛେ। ଯେତେବେଳେ କେତୁ ମହାଶା ବା ରାହୁ ମହାଶା ଅନ୍ତର୍ଦୋଷରେ ଏଇଟା ବେଶୀ ଆମ ଶରୀର ଉପରେ ପ୍ରଭାବ ପଡ଼ିଥାଏ, ଆମକୁ ଦୁଃଖ ଯନ୍ତ୍ରଣା ଦେଇଥାଏ ବହୁତ। କାଳସର୍ପ ଯୋଗ ମଣିଷ ଜୀବନକୁ ବର୍ବାଦ କରିଦିଏ, ବାସ୍ତୁଭୂମିରୁ ଦୂରକୁ ଟାଣି ନିଏ, ପିତାମାତାଙ୍କ ପାଖରୁ ଅନ୍ତର କରିଦିଏ, ଦୁଃଖ ପରେ ଦୁଃଖ, ଦୁଃଖ ପରେ ଦୁଃଖ ଖାଲି ଦେଇ ଚାଲେ। ଯଦି ଆମେ ଏମିତି କାଳସର୍ପ ଯୋଗ ଦ୍ୱାରା ଆମେ ପୀଡ଼ିତ ହେଉଛେ, ଜାଣିବା କେମିତି? ଯଦି ଆମ ପାଖରେ ଜାତକ ଅଛି ଆମେ ଜାଣୁଛେ, ଯଦି ଜାତକ ନାହିଁ, ଯଦି କାଳସର୍ପ ଯୋଗର ପ୍ରଭାବ ଆମ ଉପରେ ପଡ଼ୁଛି, ତେବେ ଆମେ ରାତିରେ ଶୋଇଲା ବେଳେ ଯଦି ସର୍ପ ସ୍ୱପ୍ନ ଦେଖୁ, ବାରମ୍ବାର ଦେଖୁ, ଆମେ ଜାଣିବା ଯେ ଆମକୁ କାଳସର୍ପ ଯୋଗର ଦୋଷ ଗୁଡ଼ିକ ଲାଗିଛି। ଏହାର ପ୍ରଭାବରେ ଆମର ସବୁକିଛି କ୍ଷୟକ୍ଷତି ହେଉଛି। ତାହାର ତ ବି ସର୍ପ ଦର୍ଶନର ବି ଭଲ ଦିଗ ବିଚାର ଅଛି, ବି ମନ୍ଦ ଦିଗ ବିଚାର ଅଛି, କିନ୍ତୁ ଏଇଟା ଆମେ ଆଲୋଚନା କରିବା ଜାତକ ବିଚାରରେ। କିନ୍ତୁ ବର୍ତ୍ତମାନ ବାସ୍ତୁଜନିତ ଦୋଷରେ ଯଦି ଆମେ ମୋଟାମୋଟିରେ ନେବା, ଯଦି ଆମେ ଦେଖୁଛେ ସର୍ପ ସ୍ୱପ୍ନରେ, ତାହେଲେ ଆମେ ଜାଣିଲେ ଯେ ଏଇଟା କାଳସର୍ପ ଯୋଗର ଦୋଷ ଆମ ଉପରେ ପ୍ରଭାବ ପଡ଼ିଛି। ଯଦି ଆମ ଉପରେ ପ୍ରଭାବ ପଡ଼ିଛି, ତାହେଲେ ଆମେ ବର୍ଷକୁ ଥରେ କାଳସର୍ପ ଯୋଗ ନିରାକରଣ ପାଇଁକି ଆମେ କାଳସର୍ପ ଯୋଗ ପୂଜା କରିବା, ଅଭିଷେକ କରିବା, ଏହିପରି 2 ବାର ହେଉ ବା 3 ବାର ଜୀବନ ଭିତରେ କରିବା ବିଧେୟ। କିନ୍ତୁ କାଳସର୍ପ ଯୋଗରେ ଯେଉଁ ଜାଗାରେ ଯେଉଁ ଗଣେଶଙ୍କର ମନ୍ଦିରରେ ପୁରାତନ ମନ୍ଦିର ହେଇଥିଲେ ବହୁତ ଭଲ, ବୈଦ୍ୟନାଥ ଥିବେ, ନଦୀକଡ଼ ଥିବ, ଗଣେଶଙ୍କର ପେଟରେ ନାଗ ଥିବ, ସେ ମନ୍ଦିରରେ କାଳସର୍ପ ଯୋଗ ଯଦି ଆମେ ପୂଜା କରିବା, ତାହେଲେ ବହୁତ ପ୍ରଭାବଶାଳୀ ହୁଏ। କାଳସର୍ପ ଯୋଗରେ ଆମେ ଆଉ ଗୋଟିଏ କାର୍ଯ୍ୟ ବି କରିପାରିବା। ବର୍ଷକୁ ଥରେ ଅନନ୍ତ ବ୍ରତ ନାମରେ ବା ଅନନ୍ତ ପୂଜା ନାମରେ ଗୋଟେ ପୂଜା ଆମର ହୁଏ, ଯେଉଁଥିରେ ଅନନ୍ତ ଆଦି ଅଷ୍ଟକଳ ନାଗଙ୍କର ପୂଜା କରାଯାଉଥାଏ। ଯଦି ଆମେ ପ୍ରତ୍ୟେକ ବର୍ଷ ସେଇ ଅନନ୍ତ ଦେବଙ୍କର ପୂଜା କରିବା ଏବଂ ସପରିବାର ଏ ଅନୁଷ୍ଠାନ କରିବା, ତାହେଲେ ଆମ ଉପରେ କାଳସର୍ପ ପ୍ରଭାବ ପଡ଼ିନଥାଏ। କିନ୍ତୁ ଯେଉଁଠି ଅନନ୍ତଙ୍କର ପୂଜା ବିଶେଷ କରାଯାଇଥାଏ, ସେଠି ଅନନ୍ତଙ୍କର ଅନନ୍ତ ମଣ୍ଡଳ ନାଗମଣ୍ଡଳ କରିବା ବିଧେୟ। ଖାଲି ପୂଜା କଲେ ହେବନି, ସମସ୍ତଙ୍କ ନାଁରେ ସଂକଳ୍ପ କରି ଆଦି
ଠାକୁରଙ୍କ ପାଖରେ ଶରଣ ଗଲେ ବହୁତ ଭଲ ପଜିଟିଭ୍ କ୍ରିୟା ଆମ ଉପରେ ପଡ଼ିଥାଏ। ସେଠି ଯଦି ମନସାଙ୍କର ପୁତ୍ର 12 ଜଣ ଯେଉଁ ପୁତ୍ର ନାଗ ଅଛନ୍ତି ତାଙ୍କୁ ବି ସେଠି ପୂଜା କଲେ ଆହୁରି ଉତ୍ତମ ହେଇଥାଏ। ଏଣୁ ଯଦି ଆମକୁ କାଳସର୍ପ ଯୋଗ ଏବଂ ମଙ୍ଗଳର ଦୋଷର ଯଦି ପ୍ରଭାବ ଆମ ଉପରେ ପଡ଼ୁଛି, ଆମେ ଏହି ଉପାୟରେ ମଙ୍ଗଳ ଏବଂ କାଳସର୍ପ ଯୋଗକୁ ଆମେ ଶାନ୍ତି କରିପାରିବା।